ଆଜି ଖମିର ଶୂନ୍ୟ ରୁଟିର ପର୍ବର ପବିତ୍ର ସଭା। ଖମିର ଶୂନ୍ୟ ରୁଟିର ପର୍ବର ଆରମ୍ଭ 3500 ବର୍ଷ ପୂର୍ବେ ମୋସାଙ୍କ ସମୟରେ ହୋଇଥିଲା। ପରମେଶ୍ୱର ଏହି ପର୍ବକୁ ସେହି ଇସ୍ରାଏଲମାନଙ୍କ ଦୁଃଖକୁ ସ୍ମରଣ କରିବା ପାଇଁ ନିଯୁକ୍ତ କଲେ, ଯେଉଁମାନେ ମିଶର ଦେଶରେ ନିସ୍ତାର ପର୍ବ ପାଳନ କରି ତାହାର ପରଦିନଠାରୁ ସୁପ ସମୁଦ୍ର ଅତିକ୍ରମ କରିବା ପର୍ଯ୍ୟନ୍ତ କିଣାନ ଆଡ଼କୁ ଯିବାର ପଥରେ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ହେଉଥିଲା, ମିଶ୍ରୀୟ ସେନା ଦ୍ୱାରା ପିଛା କରାଯାଇଥିଲେ। ଏହି ଭବିଷ୍ୟବାଣୀ ନୂତନ ନିୟମରେ ପୁରା ହେଲା। ଆଜି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପାଳନ କରାଯାଇଥିବା ନିସ୍ତାର ପର୍ବର ପରଦିନ 3500 ବର୍ଷ ପୂର୍ବେ ପରମେଶ୍ୱର ଖମିର ଶୂନ୍ୟ ରୁଟିର ପର୍ବର ଭବିଷ୍ୟବାଣୀ ଦ୍ୱାରା ଆରମ୍ଭରୁ ହିଁ କହିଥିଲେ କି ଏହି ଦିନ ଖ୍ରୀଷ୍ଟ କ୍ରୁଶରେ ଦୁଃଖ ଉଠାଇବେ। ଏଥିପାଇଁ 3500 ବର୍ଷ ପୂର୍ବେ ଇସ୍ରାଏଲମାନଙ୍କ ଦୁଃଖ ଖମିର ଶୂନ୍ୟ ରୁଟିର ପର୍ବରେ ଯୀଶୁଙ୍କ ଦୁଃଖକୁ ଦର୍ଶାଉଅଛି। 3500 ବର୍ଷ ପୂର୍ବର ଇତିହାସରେ ଇସ୍ରାଏଲମାନଙ୍କ ଅନୁଭବ ମାଧ୍ୟମରୁ ଆମେ ବୁଝିପାରିବା କି ଖ୍ରୀଷ୍ଟଙ୍କ ଦୁଃଖ କେତେ ଯନ୍ତ୍ରଣାଦାୟକ ଥିଲା। ପରମେଶ୍ୱର ଏହି ପର୍ବକୁ ଯୀଶୁଙ୍କ ଦୁଃଖକୁ ସ୍ମରଣ କରିବା ପାଇଁ ସ୍ଥାପିତ କଲେ। ଏହି ପ୍ରକାର 2000 ବର୍ଷ ପୂର୍ବେ ଯୀଶୁ ଏହି ଜଗତକୁ ଆସି ଖମିର ଶୂନ୍ୟ ରୁଟିର ପର୍ବର ଭବିଷ୍ୟବାଣୀକୁ ପୂରା କରିବା ପାଇଁ କ୍ରୁଶରେ ଉଠାଗଲେ ଓ ମାନବ ଜାତିଙ୍କ ସମସ୍ତ ପାପକୁ କ୍ଷମା କଲେ। ଆଜି ଖମିର ଶୂନ୍ୟ ରୁଟିର ପର୍ବ। ଯେତେବେଳେ ଇତିହାସରେ ଏହି ଅନୁଗ୍ରହପୂର୍ଣ୍ଣ ଘଟଣା ହେଲା, ଖମିର ଶୂନ୍ୟ ରୁଟିର ଏହି ପର୍ବରେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ଦୁଃଖ ଓ ବଳିଦାନର କାରଣ ବିଷୟରେ ଆଉଥରେ ସ୍ମରଣ କରିବା ଉଚିତ। ଆମମାନଙ୍କୁ ବୁଝିବା ଉଚିତ କି ଦୁଃଖ ଆମମାନଙ୍କ ପାପ ଓ ଅଧର୍ମର କାମ କାରଣରୁ ସେ ଦୁଃଖ ଉଠାଇଥିଲେ। ଆମମାନଙ୍କୁ ଅନୁତାପ କରିବା ଉଚିତ ଓ ଖ୍ରୀଷ୍ଟଙ୍କ ସମସ୍ତ ବଳିଦାନ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଓ ମହିମା ଦେବା ଉଚିତ। ଆସନ୍ତୁ ଆମ୍ଭେ ବାଇବଲ ଲେବି ପୁସ୍ତକ ଅଧ୍ୟାୟ 23ରେ ଖମିର ଶୂନ୍ୟ ରୁଟିର ପର୍ବ ବିଷୟରେ ପରମେଶ୍ୱରଙ୍କ ବାକ୍ୟ ଉପରେ ଏକ ନଜର ପକାଇବା। ପଦ 5 ଦେଖିବା। ଏହା ଲେଖା ଅଛି, ପ୍ରଥମ ମାସରେ ମାସର ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ। ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ି ଶୂନ୍ୟ ରୁଟିର ପର୍ବ ହେବ। ଇସ୍ରାଏଲମାନେ ନିସ୍ତାର ପର୍ବର ପରଦିନଠାରୁ ନେଇ ସମୁଦ୍ରକୁ ଅତିକ୍ରମ କରିବା ପର୍ଯ୍ୟନ୍ତ ଅନେକ ପ୍ରକାର କଷ୍ଟ ଅନୁଭବ କରିଥିଲେ। ଏହି ବିଷୟରେ ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 14 ଦେଖିବା। ଲେବି ପୁସ୍ତକ ଅଧ୍ୟାୟ 23ରେ କୁହାଯାଇଅଛି କି ନିସ୍ତାର ପର୍ବର ପରଦିନ ଖମିର ଶୂନ୍ୟ ରୁଟିର ପର୍ବ। ଖମିର ଶୂନ୍ୟ ରୁଟିର ପର୍ବର ଆରମ୍ଭ ଇସ୍ରାଏଲମାନଙ୍କ ଦୁଃଖରୁ ହେଲା, ଯାହା ସେମାନେ ନିସ୍ତାର ପର୍ବ ପାଳନ କରି ମିଶରରୁ ବାହାରିବା ପରଠାରୁ ସୁପ ସମୁଦ୍ରକୁ ଅତିକ୍ରମ କରିବା ପର୍ଯ୍ୟନ୍ତ ଉଠାଇଲେ। ପରମେଶ୍ୱର ସେମାନଙ୍କୁ ଏହି ଦିନ ଖମିର ଶୂନ୍ୟ ରୁଟି ଓ ତିକ୍ତ ଶାଗ ଖାଇ ଏହି ଦୁଃଖକୁ ସ୍ମରଣ କରିବାର ଆଜ୍ଞା ଦେଲେ। ଯାତ୍ରା ପୁସ୍ତକ ଅଧ୍ୟାୟ 14 ପଦ 5 ଦେଖିବା। ଏଥି ଉତ୍ତରେ ଲୋକମାନେ ପଳାଇ ଅଛନ୍ତି। ଏହି ସମ୍ବାଦ ମିଶ୍ରୀୟ ରାଜାଙ୍କୁ ଜଣାଯାଆନ୍ତେ। ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା। ତହୁଁ ସେମାନେ କହିଲେ, ଆମ୍ଭେମାନେ ଏ କି କର୍ମ କରିଅଛୁ? କାହିଁକି ଇସ୍ରାଏଲକୁ ଆପଣମାନଙ୍କ ଦାସତ୍ୱରୁ ଛାଡ଼ି ଦେଇଅଛୁ? ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ। ପୁଣି 600 ବଛା ରଥ ଓ ମିଶ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ। ଆଉ ସଦାପ୍ରଭୁ ମିଶ୍ରୀୟ ରାଜା ଫାରୋଙ୍କର ହୃଦୟ କଠିନ କରନ୍ତେ ସେ ଇସ୍ରାଏଲ ସନ୍ତାନଗଣର ପଛେ ପଛେ ଗଡ଼େଇଲେ। ସେତେବେଳେ ଇସ୍ରାଏଲ ସନ୍ତାନମାନେ ଉର୍ଦ୍ଧ୍ୱ ହସ୍ତରେ ଯାତ୍ରା କରୁଥିଲେ। ତହୁଁ ମିଶ୍ରୀୟମାନେ ଅର୍ଥାତ୍ ଫାରୋଙ୍କର ସମସ୍ତ ଅଶ୍ଵ ରଥ ଓ ଅଶ୍ୱାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲ ସପନ ଆଗ୍ରତେ ପିହହିରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ ଇସ୍ରାଏଲ ସନ୍ତାନଗଣ ଅନେଇ ଆପଣମାନଙ୍କ ପଶ୍ଚାତ୍ ପଶ୍ଚାତ୍ ଆଗମନକାରୀ ମିଶ୍ରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ। ପୁଣି ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ। ପୁଣି ମୋସାଙ୍କୁ କହିଲେ,
ମିଶରରେ କବର ନଥିଲା ବୋଲିକି ପ୍ରାନ୍ତରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ? ଆମ୍ଭମାନଙ୍କ ସଙ୍ଗରେ ଏରୂପେ ବ୍ୟବହାର କରି ଆମ୍ଭମାନଙ୍କୁ ମିଶରରୁ କାହିଁକି ବାହାର କରି ଆଣିଲ? ଆମ୍ଭମାନଙ୍କୁ ରହିବାକୁ ଦିଅ, ଆମ୍ଭେମାନେ ମିଶ୍ରୀୟମାନଙ୍କର ଦାସକ୍ରମ କରିବା। କାରଣ ପ୍ରାନ୍ତରେ ମରିବା ଅପେକ୍ଷା ମିଶ୍ରୀୟମାନଙ୍କର ସେବା କରିବା ଆମ୍ଭମାନଙ୍କର ମଙ୍ଗଳ। ଆମ୍ଭେମାନେ କି ମିଶରରେ ତୁମ୍ଭକୁ ଏହି କଥା କହିନଥିଲୁ? ତହୁଁ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ। ସଦାପ୍ରଭୁ ଆଜି କି ପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ ତାହା ଦେଖ। ତୁମେମାନେ ଆଜି ଯେପରି ମିଶ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନନ୍ତ କାଳ ପର୍ଯ୍ୟନ୍ତ ଆଉ କେବେ ଦେଖିବ ନାହିଁ। ସଦାପ୍ରଭୁ ତୁମମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମେମାନେ ନୀରବ ରହିବ। ନିସ୍ତାର ପର୍ବ ପାଳନ କରିବା ପରେ ରାଜା ଫାରୋ ଇସ୍ରାଏଲମାନଙ୍କୁ ଦାସତ୍ୱର ଜୀବନରୁ ମୁକ୍ତ କଲେ। କିନ୍ତୁ ଫାରୋ ସେମାନଙ୍କୁ ଛାଡ଼ିବା ପରେ ସେ ପୁଣି ଆପଣା ମନ ପରିବର୍ତ୍ତନ କଲେ ଓ ସୈନ୍ୟମାନଙ୍କୁ ସେମାନଙ୍କୁ ଫେରାଇ ଆଣିବାର ଆଦେଶ ଦେଲେ। ଇସ୍ରାଏଲ ମିଶରର ସେନାଙ୍କୁ ଆପଣା ପିଛା କରିବାର ଦେଖି ଭୟଭୀତ ହେଲେ। ଯେପର୍ଯ୍ୟନ୍ତ ଇସ୍ରାଏଲମାନେ ସୁପସାଗରକୁ ଅତିକ୍ରମ କଲେ ନାହିଁ, ସେ ପର୍ଯ୍ୟନ୍ତ ସେମାନେ ଭୟ ଓ ବ୍ୟାକୁଳ ଅନୁଭବ କରୁଥିଲେ। ଏ ସମସ୍ତ ଦୁଃଖ ଓ କଷ୍ଟ କ୍ରୁଶରେ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ଦର୍ଶାଉଅଛି। ପରମେଶ୍ୱର ଆରମ୍ଭରୁ ହିଁ ଏହା ପୁରାତନ ନିୟମରୁ ଦେଖେଇଛନ୍ତି। ଏଥିପାଇଁ ଖମିର ଶୂନ୍ୟ ରୁଟିର ପର୍ବକୁ ଦୁଃଖର ପର୍ବ କୁହାଯାଏ। ଏହା ଦୁଃଖ ଓ ଯନ୍ତ୍ରଣାର ପର୍ବ। ତେବେ ଏହି ଦିନ ପରମେଶ୍ୱର ଇସ୍ରାଏଲମାନଙ୍କୁ ଖମିର ଶୂନ୍ୟ ରୁଟି ଓ ତିକ୍ତ ଶାଗ ଖାଇବାକୁ ଦେଲେ, ଯାହା ଲୋକମାନଙ୍କୁ ପସନ୍ଦ ନୁହେଁ। ଆଜି ଖମିର ଶୂନ୍ୟ ରୁଟିର ପର୍ବ। ଯେତେବେଳେ ପରମେଶ୍ୱର ଇସ୍ରାଏଲମାନଙ୍କୁ ସେହି ଦିନର ଦୁଃଖକୁ ସ୍ମରଣ କରୁଥାଏ, ସେହି ଭୋଜନ ଖାଇବାକୁ ଦେଲେ, ଯାହା ସେମାନଙ୍କୁ ଦୁଃଖ ସ୍ମରଣ କରାଇଲା। ଯେମିତି ଭବିଷ୍ୟବାଣୀ କରାଯାଇଥିଲା, ଯୀଶୁଖ୍ରୀଷ୍ଟ ନିସ୍ତାର ପର୍ବ ପାଳନ କଲେ ଏବଂ ପରଦିନ ଖମିର ଶୂନ୍ୟ ରୁଟିର ପର୍ବ, ଯାହା ଆଜି ସେ କ୍ରୁଶବିଦ୍ଧ ହେବାର ଯନ୍ତ୍ରଣା ଦେଇ ଗଲେ। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 27 ପଦ 27ର ବାକ୍ୟ ଦେଖିବା। ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟ ଦଳଙ୍କୁ ତାହାଙ୍କ ନିକଟରେ ଏକତ୍ର କଲେ। ପୁଣି ସେମାନେ ତାହାଙ୍କ ବସ୍ତ୍ର କାଢ଼ି ନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧେଇଲେ, ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ। ପୁଣି ତାହାଙ୍କ ସମ୍ମୁଖରେ ଜାନୁପାତି, ହେ ଯିହୁଦୀମାନଙ୍କର ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ। ଆଉ ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। ପୁଣି ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ି ନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧେଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ। ସେମାନେ ବାହାରିବା ସମୟରେ ସିମୋନ ନାମକ ଜଣେ କୁରିଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାକୁ ବାଧ୍ୟ କଲେ। ଆଉ ସେମାନେ ଗୋଲଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳ ସ୍ଥଳ ବୋଲି କୁହନ୍ତି, ସେଠାରେ ଉପସ୍ଥିତ ହୋଇ ତାହାଙ୍କୁ ପିତା ମିଶା ଯାଇଥିବା ଦ୍ରାକ୍ଷରସ ପାନ କରିବାକୁ ଦେଲେ। ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ର ସବୁ ଗୁଡ଼ି ବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରିନେଲେ। ପୁଣି ସେଠାରେ ବସି ତାହାଙ୍କୁ ଜଗି ରହିଲେ। ଆଉ ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗ ପତ୍ର ଲେଖି ଲଗେଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି 2 ଜଣ ଡକାୟତ ତାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। ଆଉ ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲେଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ରେ ମନ୍ଦିର ଭଗ୍ନକାରୀ ଓ 3 ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲେଇ ଆ। ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାର ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ। ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁନାହିଁ। ସେ ପରା ଇସ୍ରାଏଲର ରାଜା। ସେ ଏହି କ୍ଷଣି କ୍ରୁଶରୁ ଓହ୍ଲେଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା। ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରେ। ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହି କ୍ଷଣି ତାହାକୁ ରକ୍ଷା କରନ୍ତୁ। ସେ ତ କହିଲା, ମୁଁ ଈଶ୍ୱରଙ୍କ ପୁତ୍ର। ପୁଣି ଯେଉଁ ଡକାୟତୀମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ା ଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। ପରେ 12 ଘଣ୍ଟାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘଟିଗଲା। ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲିଓଙ୍କୁ ଡାକୁଅଛି। ଆଉ ସେହି କଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ଗୋଟିଏ ସ୍ପଞ୍ଜ ନେଇ ତାହା ଅମ୍ଳ ରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଡ଼ରେ ଲଗାଇ ତାହାକୁ ପାନ କରିବାକୁ ଦେଲା। କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିଓ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ ଦେଖିବା। କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। ସେହିଦିନ ଆଜି ଅପରାହ୍ନ 3ଟା ସମୟ। ସେହି ଦିନ ଗୁଡ଼ିକରେ 3 ଘଣ୍ଟା ଥିଲା। 3 ଘଣ୍ଟା କ୍ରୁଶରେ ମରିଯିବା ପର୍ଯ୍ୟନ୍ତ ଯୀଶୁ ଏତେ କଷ୍ଟ ଓ ଯନ୍ତ୍ରଣା ଦେଇଗଲେ। ଅନେକ ଲୋକଙ୍କ ଦ୍ୱାରା ତାହାଙ୍କର ଉପହାସ କରାଗଲା, ତାଙ୍କ ଉପରେ ଛେପ ପକାଗଲା ଓ ନଡ଼ ଦ୍ୱାରା ମରାଯାଇଥିଲା। ସୃଷ୍ଟ ପ୍ରାଣୀଙ୍କ ଦ୍ୱାରା ତିରସ୍କାର କରାଯିବା ଅପମାନଜନକ କ୍ଷଣ ମଧ୍ୟ ସେ ଆପଣା ସନ୍ତାନକୁ ଉଦ୍ଧାର ନିମନ୍ତେ ସବୁ କିଛି ସହ୍ୟ କଲେ। ଏହି ସମସ୍ତ ବିଷୟ ଦ୍ୱାରା ଯାହା ଦେଇ ସେ ଗଲେ, ଆମ୍ଭେ ଖ୍ରୀଷ୍ଟଙ୍କ ବଳିଦାନକୁ ଦେଖିପାରିବା। ଆମମାନଙ୍କୁ ଏହି ଖମିର ଶୂନ୍ୟ ରୁଟିର ପର୍ବକୁ କେବଳ ପୁରାତନ ନିୟମର ପର୍ବ ରୂପରେ ପାଳନ କରିବା ଉଚିତ ନୁହେଁ। ନୂତନ ନିୟମରେ ଖ୍ରୀଷ୍ଟ ଦୁଃଖ, ଯନ୍ତ୍ରଣା ଓ କଷ୍ଟ ଦେଇଗଲେ। ଆମମାନଙ୍କୁ ମଧ୍ୟ ଆପଣା ମନ ଓ ଶରୀରରେ ଖ୍ରୀଷ୍ଟଙ୍କ ଦାଗକୁ ନେଇଯିବା ଉଚିତ, ଆଉ କ୍ରୁଶରେ ତାହାଙ୍କ ଦୁଃଖର ଦାଗକୁ ନେଇଯିବା ଉଚିତ। ଆସନ୍ତୁ ଆମ୍ଭେ ଗାଲାଥିୟ ଅଧ୍ୟାୟ 6 ପଦ 17 ଦେଖିବା। ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତ ଦାଗ ବହନ କରୁଅଛି। ଆମ୍ଭମାନଙ୍କୁ ମଧ୍ୟ ଏପରି ସିୟନର ସନ୍ତାନ ହେବା ଦରକାର, ଯେଉଁମାନେ କ୍ରୁଶର ଦାଗକୁ ନେଇ ଖ୍ରୀଷ୍ଟଙ୍କ ପଥରେ ଚାଲନ୍ତି। ଯେତେବେଳେ ଆମ୍ଭମାନଙ୍କ ପିତା 2000 ବର୍ଷ ପୂର୍ବେ ଏହି ପୃଥିବୀକୁ ଆସିଥିଲେ, ସେତେବେଳେ ସେ କେବଳ ଆପଣା ସନ୍ତାନଙ୍କ ଉଦ୍ଧାର ନିମନ୍ତେ, ଯେଉଁମାନଙ୍କୁ ପାପ କରିବାର ପରିଣାମ ସ୍ୱରୂପ ଏହି ପୃଥିବୀରେ ପକାଇ ଦିଆଯାଇଥିଲା, ଦୁଃଖର ଜୀବନ ବିତାଇଲେ। ଏଥିପାଇଁ ପ୍ରେରିତ ପାଉଲ କହିଲେ କି ସେ ମଧ୍ୟ ଯୀଶୁଙ୍କ ଦାଗକୁ ଆପଣା ଶରୀରରେ ନେଇ ଚାଲିଥାଏ। ଆମ୍ଭମାନଙ୍କୁ ମଧ୍ୟ ଆପଣା ଶରୀରରେ ଖ୍ରୀଷ୍ଟଙ୍କ ଦୁଃଖର ଦାଗକୁ ନେଇ ଚାଲିବା ଉଚିତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ସମସ୍ତ ବ୍ରିଟିଶ ସୈନିକ ଆପଣା ଦେଶ ଫେରି ଆସିଲେ। ଯେତେବେଳେ ସୈନିକ ଆପଣା ଘର ଫେରି ଆସିଲେ, ସେତେବେଳେ ସମସ୍ତ ନାଗରିକ ଓ ରାଜ୍ୟସଭା ଏବଂ ଲୋକସଭାର ସଦସ୍ୟ, ଆଉ ଏହା ପର୍ଯ୍ୟନ୍ତ କି ରାଜା ମଧ୍ୟ ତାହାଙ୍କ ସ୍ୱାଗତ କରିବା ପାଇଁ ସକାଳେ ଶୀଘ୍ର ସଡ଼କ ଉପରେ ବାହାରି ଆସିଲେ। ରାଜା ଓ 2 ସଭାର ସଦସ୍ୟ ଆପଣା ନିର୍ଦ୍ଧାରିତ ଆସନରେ ବସିଥିଲେ, ଆଉ ନାଗରିକ ସଡ଼କର 2 ପାର୍ଶ୍ୱରେ ଛିଡ଼ା ଥିଲେ ଏବଂ ଏକ ବଡ଼ ଜୟ ଜୟକାର କରୁଥିଲେ। ଯେପରିକି ରାଜା ବସିଥିଲେ, ସମସ୍ତ ସୈନିକମାନେ ରାସ୍ତାରେ ପଦଯାତ୍ରା ଆରମ୍ଭ କଲେ। ସର୍ବପ୍ରଥମେ ସେନା ଦେଖାଗଲେ, ପୁଣି ନୌସେନା ଆଉ ପୁଣି ବାୟୁସେନା ଦେଖାଗଲେ। ଯେବେ ସେମାନେ ସଡ଼କରେ ଗଲେ, ସେତେବେଳେ ଅନେକ ନାଗରିକମାନେ ଜୋରରେ ଜୟ ଜୟକାରର ସହିତ କରତାଳି ଦେଲେ। ଅବଶ୍ୟ 2 ସଭାର ସଦସ୍ୟମାନେ ଜୟ ଜୟକାର କଲେ, ଆଉ ରାଜାମାନେ ମଧ୍ୟ ଯୁଦ୍ଧରେ ତାହାଙ୍କର ପରିଶ୍ରମରେ ପ୍ରଭାବିତ ହୋଇ କରତାଳି ଦେଲେ। କେତେକ ଭିନ୍ନ ଭିନ୍ନ ସୈନିକମାନେ ପଦଯାତ୍ରା ଜାରି ରଖିଲେ ଏବଂ ପଛପଟରୁ ଗୋଟିଏ ସୈନ୍ୟ ଦଳ ଆସିଲେ। ସେହି ସୈନ୍ୟ ଦଳକୁ ଦେଖି ସମସ୍ତ ସଂସଦ ଆପଣା ଆସନରୁ ଉଠିଲେ ଏବଂ ରାଜା ମଧ୍ୟ ଆପଣା ଆସନରୁ ଉଠି ଛିଡ଼ା ହେଲେ, ଆଉ ସମସ୍ତ ନାଗରିକମାନେ ଆପଣା ସମ୍ମୁଖରୁ ଅତିବାହିତ କରିଥାଇ ଅନ୍ୟ ସମସ୍ତ ସୈନ୍ୟ ଦଳଙ୍କୁ ତୁଳନାରେ ସେହି ସୈନ୍ୟ ଦଳର ସବୁଠାରୁ ଅଧିକ ଉତ୍ସାହର ସହିତ ସ୍ୱାଗତ କଲା। ଏହା ସେହି ଆହତ ସୈନିକମାନଙ୍କ ଦଳ ଥିଲା, ଯେଉଁମାନେ ଯୁଦ୍ଧ ସମୟରେ ଆପଣା ଗୋଡ଼, ଆପଣା ବାହୁ ବା ଏପର୍ଯ୍ୟନ୍ତ କି ଆପଣା ଚକ୍ଷୁ ହରାଇ ଦେଇଥିଲେ। ସେହି ସେନା ଦଳକୁ ଦେଖି ସମସ୍ତ ନାଗରିକ ଓ ରାଜା ମଧ୍ୟ ଛିଡ଼ା ହୋଇ ତାହାଙ୍କ ଉତ୍ସାହପୂର୍ବକ ସ୍ୱାଗତ କଲା। ଯେତେବେଳେ ଆମମାନଙ୍କ ପାଖରେ ଖ୍ରୀଷ୍ଟଙ୍କ ଦାଗ ଅଛି ଓ ଆମ୍ଭେ ଏହି ପୃଥିବୀରେ ଆପଣା ସବୁ ସମୟରେ କେବଳ ସୁସମାଚାରର କାର୍ଯ୍ୟ ନିମନ୍ତେ
ଅତିବାହିତ କରିଥାଉ, ତେବେ ଆମ୍ଭମାନଙ୍କ ଆତ୍ମାରେ କିଛି ଆଘାତ ହୋଇପାରେ। କିନ୍ତୁ ଶେଷ ସମୟରେ ଯେବେ ଆମ୍ଭେ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିଥାଉ, ତେବେ ସବୁଠାରୁ ବଡ଼ ଜୟ ଜୟକାର କାହାକୁ ମିଳିବ? ଯେବେ ସହସ୍ର ସ୍ୱର୍ଗଦୂତ ଶେଷ ସ୍ୱର୍ଗୀୟ ସେନାଙ୍କ ନିମନ୍ତେ, ଯେଉଁମାନେ ଏହି ପୃଥିବୀରେ ଆପଣା ଆତ୍ମିକ ଯୁଦ୍ଧ ପୂର୍ଣ୍ଣ କରି ଆସିଛନ୍ତି, ଜୟ ଜୟକାର କରନ୍ତି, ତେବେ କାହାର ସବୁଠାରୁ ମହାନ ସ୍ୱାଗତ କରାଯିବ? ଆମ୍ଭମାନଙ୍କୁ ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକ। ପ୍ରେରିତ ପାଉଲ ଅନେକ ଥର 39 ପ୍ରହାର ଖାଇଲେ। କେବେ କେବେ ବେତ୍ରାଘାତ, କେବେ କେବେ ତାଙ୍କ ଉପରେ ପ୍ରସ୍ତାରାଘାତ କରାଗଲା। ଏହି ସମସ୍ତ ଆଘାତ ସତ୍ତ୍ୱେ ସେ ଆତ୍ମିକ ଯୁଦ୍ଧ ନିମନ୍ତେ ଅସଂଖ୍ୟ ବଳିଦାନ କଲେ। କିଛି ଆହତ ସୈନିକମାନେ ଆପଣା ଏକ ଗୋଡ଼ ହରାଇଦେଲେ, କିଛି ଆପଣା ବାହୁ ବା ଚକ୍ଷୁ ହରାଇଦେଲେ। ଯୁଦ୍ଧର କାରଣରୁ ପଙ୍ଗୁ ହୋଇ ସେମାନେ ସମସ୍ତ ଘରକୁ ଫେରି ଆସିଲେ। ମାତ୍ର ଯେଉଁ ସେନା ଦଳ ସବୁଠାରୁ ବଡ଼ ସ୍ୱାଗତ କରାଗଲା, ତାହା ଥିଲା ଆହତ ସୈନିକଙ୍କ ଦଳ। ଆତ୍ମିକ ରୂପରେ ମଧ୍ୟ ଏପରି ହିଁ ହେବ। ଏଥିପାଇଁ ପ୍ରେରିତ ପାଉଲ କ'ଣ କହିଲେ କି ତାଙ୍କ ଶରୀରରେ କ'ଣ ଥିଲା? ସେ କହିଲେ କି ତାଙ୍କ ଶରୀରରେ ଯୀଶୁଙ୍କ ଦାଗ ରହିଛି। ଅବଶ୍ୟ ସମସ୍ତଙ୍କୁ କୌଣସି ଆଘାତ ନ ହୋଇ ସୁସମାଚାରର କାର୍ଯ୍ୟ କରିବା ମଧ୍ୟ ଠିକ୍। କାହାକୁ ଆଘାତ ନ ହୋଇ ଓ ଯୁଦ୍ଧର ବିଜୟୀ ହୋଇ ସୁରକ୍ଷିତ ଭାବରେ ଫେରି ଆସିବା ସମସ୍ତେ ଚାହାନ୍ତି। କିନ୍ତୁ ମୁଁ ବିଶ୍ୱାସ କରେ କି ପରମେଶ୍ୱର ସେହି ଲୋକମାନଙ୍କ ନିମନ୍ତେ ଅଧିକ ପ୍ରଶଂସା ଓ ଅଧିକ ଆଶୀର୍ବାଦ ଦେବେ, ଯେଉଁମାନେ ଆମ୍ଭମାନଙ୍କ ଅନନ୍ତ ସ୍ୱର୍ଗ ରାଜ୍ୟ ନିମନ୍ତେ ଓ ସୁସମାଚାର ନିମନ୍ତେ ଆତ୍ମିକ ରୂପରେ ଆଘାତ ହୋଇଛନ୍ତି। ଆଜିର ସୁରକ୍ଷା ଓ ଆରାମ ଆମ୍ଭମାନଙ୍କ ନିମନ୍ତେ ଆଶୀର୍ବାଦ ନୁହେଁ, କିନ୍ତୁ ଏହା ପରିବର୍ତ୍ତେ ଆମ୍ଭମାନଙ୍କୁ ଆପଣା ଉପରେ ନେଉଥିବା କଷ୍ଟର ଦାଗକୁ ଆହୁରି ଅଧିକ ନେବାର ସକ୍ଷମ ହେବା ଦରକାର, ଯାହାଦ୍ୱାରା ଆମ୍ଭେମାନେ ଏହା କହିପାରିବା, ମୁଁ ସୁସମାଚାର ଓ ପରମେଶ୍ୱରଙ୍କ ନିମନ୍ତେ ଆପଣା ଶରୀରରେ ଖ୍ରୀଷ୍ଟ ଯୀଶୁଙ୍କ ଦାଗକୁ ନେଇଅଛି। ମୋତେ ଆଶା ଅଛି କି ଆମ୍ଭେମାନେ ଏହି ପ୍ରକାରର ବିଶ୍ୱାସ ଓ ମାନସିକତାର ସହିତ ସାମରୀୟରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାରର ପ୍ରଚାର କରିବା। ଯଦି ଆମ୍ଭେମାନେ କେବଳ ଆରାମ ଓ ସୁରକ୍ଷାର ଆନନ୍ଦ ନେବାକୁ ଚାହୁଁ ଓ ଅନ୍ୟମାନଙ୍କ ଠାରୁ ଅନେକ ଅପ୍ରିୟ ଶବ୍ଦ ଶୁଣିବାକୁ ନ ଚାହୁଁଥାଏ କିଛି କାର୍ଯ୍ୟ ନ କରିବା, ତେବେ କୌଣସି ଯନ୍ତ୍ରଣା ଓ ପୀଡ଼ା ହେବ ନାହିଁ। କିନ୍ତୁ ଗୋଟିଏ ଆତ୍ମାକୁ ରକ୍ଷା କରିବାର ଚେଷ୍ଟା କରିବା ସମୟରେ ସହସ୍ର ଆତ୍ମିକ ଲଢ଼େଇ ଓ ଦଶକ ସହସ୍ର କଥା ହୋଇଥାଏ। ଯଦି ଆପଣଙ୍କୁ ଏହାଦ୍ୱାରା ଆଘାତ ହୋଇପାରେ, ତେବେ ଏହାଦ୍ୱାରା ସ୍ୱର୍ଗର ରାଜ୍ୟରେ ସର୍ବଦା ନିମନ୍ତେ ସୁନ୍ଦର ଭାବରେ ସ୍ମରଣ କରାଯିବ, ଆଉ ଏହା କେବେ ଲୁପ୍ତ ହେବ ନାହିଁ, କିନ୍ତୁ ସ୍ୱର୍ଗର ମହିମା ରୂପେ ରହିବ। ଖ୍ରୀଷ୍ଟ ଏହି ପୃଥିବୀରେ ମାନବ ଜାତିଙ୍କୁ ରକ୍ଷା କରିବା ନିମନ୍ତେ ଆସି ମହାନ ବଳିଦାନ ଓ କ୍ରୁଶର ଭୟାନକ ଯନ୍ତ୍ରଣାର ସହିତ ଅତିବାହିତ ହେଲେ। ଆସନ୍ତୁ ଆମ୍ଭେମାନେ ଯୀଶୁଙ୍କ ଦାଗକୁ ନେଇ ସାମରିଆ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାରର ପ୍ରଚାର କରିବା। ମୋତେ ଆଶା ଅଛି କି ଏହି ଖମିର ଶୂନ୍ୟ ରୁଟିର ପର୍ବର ମାଧ୍ୟମରେ ଆମ୍ଭେ ସମସ୍ତେ ଏହି ପ୍ରକାରର ନୂତନ ସଂକଳ୍ପ ନେବା। ଏହି ଖମିର ଶୂନ୍ୟ ରୁଟିର ପର୍ବରେ ଯଦି ଏହା କମ୍ ସମୟ ହୁଏ, ଯୀଶୁ ଆମ୍ଭମାନଙ୍କୁ ଉପବାସ ମାଧ୍ୟମରେ ଦୁଃଖର ସମୟରେ ଭାଗ ନେବାକୁ ଅନୁମତି ଦେଲେ। ଆସନ୍ତୁ ଆମେମାନେ ଏହା ବିଷୟରେ ଆଉ ଏକ ପଦ ଖୋଜିବା। ମାର୍କ ଅଧ୍ୟାୟ 2 ପଦ 18। ଯୋହନଙ୍କ ଶିଷ୍ୟମାନେ ଓ ଫାରୁସୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୁସୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି? ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେ ପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେ ପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ। କିନ୍ତୁ ସମୟ ଆସିବ ଯେତେବେଳେ ସେମାନଙ୍କ ଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ। ଏହି ବାକ୍ୟ ସେହି ଦିନ ଆସିବ ଯେତେବେଳେ ବର ସେମାନଙ୍କ ଠାରୁ କାଢ଼ି ନିଆଯିବ, ସେହି ଦିନକୁ ଦର୍ଶାଉଥାଏ ଯେବେ ଯୀଶୁ କ୍ରୁଶରେ ବିଦ୍ଧ କରାଯିବେ। ସେହି ଦିନ ଆସିବ ଯେବେ ବର ସେମାନଙ୍କ ମଧ୍ୟରୁ ଭିନ୍ନ କରାଯିବ, ସେହି ସମୟରେ ସେମାନେ ଉପବାସ କରିବେ। ଯୀଶୁ ଆମ୍ଭମାନଙ୍କୁ ଏହି ପ୍ରକାର ଜାଗୃତ କଲେ। ଏହି ଶିକ୍ଷଣର ଅନୁସାରେ ଆମ୍ଭେମାନେ ଅପରାହ୍ନ 3ଟା ପର୍ଯ୍ୟନ୍ତ, ଯାହା ଯୀଶୁଙ୍କୁ କ୍ରୁଶରେ ମରିବାର ସମୟ ଅଟେ, ଉପବାସ କରୁଥାଇ
ଏହି ଖମିର ଶୂନ୍ୟ ରୁଟିର ପର୍ବ ପାଳନ କରୁଅଛୁ, ଯାହାଦ୍ୱାରା ଆମ୍ଭେମାନେ ଖ୍ରୀଷ୍ଟଙ୍କ ଦୁଃଖକୁ ସ୍ମରଣ କରିପାରିବା ଓ ମନରେ ରଖିବା। ଏହି ସମସ୍ତ ଭବିଷ୍ୟବାଣୀ ଅନୁସାରେ ଏହି ବର୍ଷ 2020ରେ ଆସନ୍ତୁ ଆମ୍ଭେମାନେ ସେହି ପଥରେ ଚାଲିବା ଯେଉଁଥିରେ ଆମ୍ଭମାନଙ୍କ ପିତା ଓ ମାତା ଚାଲିଲେ, ଆଉ ଏପରି ସିୟନର ଲୋକ ହେବା ଯେଉଁମାନେ ସମଗ୍ର ଜଗତରେ ସମସ୍ତ ହଜିଯାଇଥିବା ସିୟନର ସନ୍ତାନମାନଙ୍କୁ ଖୋଜି ଉଦ୍ଧାରର ଆଡ଼କୁ ନେତୃତ୍ୱ କରିବା ପାଇଁ ବହୁତ ଚେଷ୍ଟା କରନ୍ତି। ଏହାଦ୍ୱାରା ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।